এই স্ପেସିସ୍ଟା ନାଁ ହେଉଛି ନେରିସ୍ ତ୍ରିତାଇ, ଯାହାକି ଆମେ ଏଇ ବର୍ଷ ଜୁନ୍ 2025ରେ ଦିଘାଠାରେ କଲେକ୍ସନ୍ କରିଥିଲୁ। ଏଇଟାକୁ ଆମେ ଗତ 3 ମାସ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା କଲା ପରେ ଯେ ଫାଇନାଲ୍ ମାନୁସ୍କ୍ରିପ୍ଟ ପ୍ରିପେୟାର ହେଲା ସେପ୍ଟେମ୍ବର ମାସରେ, ଆମେ ଏହାକୁ କମ୍ୟୁନିକେଟ୍ କରିଥିଲୁ ଅକ୍ଟୋବର ମାସରେ ଜୁଟାକ୍ସା ଜର୍ନାଲରେ। ୟା ସହିତ ଆମେ ଆଉ ଗୋଟେ ପ୍ରଜାତିର ମଧ୍ୟ ଆବିଷ୍କାର କରିଛୁ, ଯାହାର ନାଁ ହେଉଛି ନାମାଲିକାଷ୍ଟିସ୍ ସଲେନୋଗାନ୍ଥା। ସଲେନୋ ମିନ୍ସ ହେଉଛି କଳା ଦାଗ, ଗାନ୍ଥା ମିନ୍ସ ହେଉଛି ଯାହାକି ତାର ଦାନ୍ତରେ କିଛି କଳା ଦାଗ ଭଳିଆ ଗାର ରହିଛି। ଇଭେନ୍ এই ସ୍ପେସିସ୍ର ଯେଉଁ ୟୁନିକ୍ ଏହା ଯେ ଏହାର କଳା ଦାଗ 20ରୁ ଅଧିକ ରହିଛି, ଯେଉଁଟାକି ଅଲଗା ସ୍ପେସିସ୍ରୁ ଡିଫରେଣ୍ଟ ରହିଛି। ଏହି ସ୍ପେସିସ୍ ଆମେ ପୂର୍ବ ମେଦିନୀପୁର ସ୍ଥିତ ବାଙ୍ଗିପୁର ଜାଗାରେ କଲେକ୍ସନ୍ କରିଥିଲୁ। ମୋ ସହିତ ଆମର ଏଠିକାର ଯେଉଁ ସାର୍ ଅଛନ୍ତି ଡକ୍ଟର ଅନିଲ ମହାପାତ୍ର, ସେ ବି ପରୀକ୍ଷା ନିରୀକ୍ଷଣ କରିଥିଲେ। ଏହାକୁ କନଫର୍ମେସନ୍ କରିଥିଲେ କାଲିଫର୍ଣ୍ଣିଆ ସ୍ଥିତ ଏକ ୟୁନିଭର୍ସିଟିର ଜଣେ ପ୍ରଫେସର, ଯାହାକି ତାଙ୍କ ତତ୍ତ୍ୱାବଧାନରେ এই দুইটি স্পেসিস আবিষ্কার করা যাইছে। বেসিক্যালি নামালিকাষ্টিস সলেনোগান্থা ইটাকু সে খোলি তা মধ্যে সে বাস করে। সেপরিকি আমার নেরিস ত্রিতাই যে কাঠগুড়িক যে লোকাল ফিসরম্যান মৎস্যজীবী মানে যে ব্যবহার করতে সে ডঙ্গাকে বাঁধিবা, তো সে কাঠকু এমানে কণা করিকি সেটি বাসবাস করতে। সে সহিত অলগা কিছু আমার যে লয়ের ইনভর্টিব্রেট যেপরিকি আমার ছোট ছোট গেন্ডা জাতীয় প্রাণী আউ সি কুকুম্बर সি আনিমল ବି ରହିଥାନ୍ତି। ଆମେ ଏବେ ଦୁଇଟା ନ୍ୟୁ ସ୍ପିସିସ୍ ବଙ୍ଗୋପସାଗର ଉପକୂଳରୁ ଆବିଷ୍କାର କରିଛୁ। ଗୋଟେର ନାଁ ହେଲା ନାମାଲିକାଷ୍ଟିସ୍ ସଲେନୋଗାନ୍ଥା, ଆଉ ଗୋଟେର ନାଁ ଦେଇଛୁ ନେରିସ୍ ତ୍ରିତାଇ। ନେରିସ୍ ତ୍ରିତାଇ ଯେଉଁଟା ଦିଆହେଇଛି ତାର ନାମକରଣ ଆମର ଭାରତୀୟ ପ୍ରାଣୀ ସର୍ବେକ୍ଷଣର ପ୍ରଥମ ମହିଳା ଡାଇରେକ୍ଟରଙ୍କ ନାମ ଅନୁସାରେ ନାମକରଣ କରାଯାଇଛି ତ୍ରିତାଇ। ଆଉ ଏଇ ଦୁଇଟା ସ୍ପିସିସ୍ ଆମେ ପଶ୍ଚିମବଙ୍ଗ ଉପକୂଳରୁ ଧରିଥିଲୁ। ଜ୍ୟୋତ୍ସ୍ନା ପ୍ରଧାନ ଯେଉଁ ରିସର୍ଚ୍ଚ ସ୍କଲାର ଅଛି ସେ ହିଁ ଧରିଥିଲା। ଆଉ ତା ଉପରେ ମୁଖ୍ୟତଃ ଜ୍ୟୋତ୍ସ୍ନା ହିଁ କାମ କରୁଥିଲା। କାମ କଲା ପରେ ଆମେ ମେ ମାସରୁ ଏବେ ଭିତରେ ଆମେ ତାକୁ ଜାଣିବାକୁ ପାଇଲୁ ଯେ ଏଇଟା ଦୁଇଟା ଯାକ ନୂଆ ପ୍ରଜାତିର ଜୀବ, ଏବଂ ଆଜି ସେଇଟା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଜୁଟାକ୍ସାରେ ପ୍ରକାଶିତ ହୋଇଛି। ଏମାନଙ୍କର ଟିକେ ବାସସ୍ଥଳୀ ଅଲଗା ପ୍ରକାରର। ଏମାନେ ମୁଖ୍ୟତଃ ଯେଉଁ କାଠ ଗଣ୍ଡି ପଡ଼ିଥାଏ ବା ଚଢ଼ା କାଠ ଗଣ୍ଡିରେ ଭିତରେ କଣା କରିକି ରୁହନ୍ତି କିଛି। ଆଉ ଗୋଟେ ପ୍ରଜାତି ରୁହନ୍ତି ପଥର ସନ୍ଧି ବା ପଥରରେ ଛୋଟ ଛୋଟ କଣା କରି ସେମାନେ ରୁହନ୍ତି। ଏମାନଙ୍କର ଖାଦ୍ୟ ତ ମେନଲି ଯେଉଁ କାଦୁଅ ଭିତରେ ଥିବା ଛୋଟ ଛୋଟ ଜୀବଜନ୍ତୁ ବା କାଦୁଅକୁ ବି ବେଳେବେଳେ ଖାଆନ୍ତି ମାନେ। ଆଉ ଡେବ୍ରିସ୍ ଟାଇପ୍ର ଯେଉଁ ଜିନିଷ ଥାଏ ତାକୁ ବି ଖାଆନ୍ତି। ଦାନ୍ତ ରହିଥାଏ ଯେଉଁଦ୍ୱାରା କି ସେମାନେ କାଟିକି ତା ଭିତରକୁ ପଶି ପାରନ୍ତି। ଯେଉଁ କାଠକୁ କାଟିବାରେ ମଧ୍ୟ ତାଙ୍କ ଦାନ୍ତ ବହୁତ ଆକ୍ଚୁଆଲି ପରିବେଶ ଏମାନେ ଟିକେ ବାୟୋ ଇଣ୍ଡିକେଟର ଭଳିଆ କାମ କରନ୍ତି। ମାନେ ଏମାନେ ଜଣେଇ ଦିଅନ୍ତି ଯେ କେଉଁଠି ପଲ୍ୟୁସନ୍ ହେଲେ ସେଠି ସେମାନେ ରୁହନ୍ତିନି, ଯେଉଁଠି କମ୍ ପଲ୍ୟୁସନ୍ ଥାଏ ସେ ନର୍ମାଲି ସେଇଠି ସେମାନେ ରୁହନ୍ତି। ଆଉ କିଛି ପ୍ରଜାତି ଏମାନଙ୍କର ଅଛନ୍ତି ପର୍ଟିକୁଲାର ପଲ୍ୟୁସନ୍ ହେଲେ ହିଁ ରୁହନ୍ତି। ମାନେ ଏଇ ଜାଗାଟା ଏଇ ପଲ୍ୟୁସନ୍ ବଢ଼ିଗଲା ବୋଲି ମଧ୍ୟ ସେମାନେ ସନ୍ଦେହ ଦିଅନ୍ତି, କିନ୍ତୁ ଆଉ ଉପରେ ତ ଆମେ ଏକ୍ଜାକ୍ଟ ଅନୁଧ୍ୟାନ କରୁନୁ ଏ ଜୀବ କେମିତି ଦେଖାଉଥିବେ, କ'ଣ ଇଣ୍ଡିକେଟ୍ କରୁଛନ୍ତି। ତା ଉପରେ ସବିଶେଷ ବିବରଣୀ ଦେଇହେବ ଯେତେବେଳେ ଆମେମାନେ ଆଉ କିଛି ଅନୁଧ୍ୟାନ କରିବୁ। କିନ୍ତୁ এই ପଲିକିଟ୍ ଗ୍ରୁପ୍ଟା ବାୟୋ ଇଣ୍ଡିକେଟର ଭାବରେ କାମ କରନ୍ତି, ଯେଉଁଠି ପର୍ଟିକୁଲାର ଗୋଟେ ଗ୍ରୁପ୍ ଅଫ୍ ପଲ୍ୟୁସନ୍କୁ ସେମାନେ ଇଣ୍ଡିକେଟ୍ କରନ୍ତି। ଆଉ କେତେ ଜାଗାରେ ବିନା ପଲ୍ୟୁସନ୍ ଜାଗାରେ ମଧ୍ୟ କିଛି ସ୍ପିସିସ୍ ରୁହନ୍ତି।